ଜାଣିଲା ପରେ ଆମେ ତାକୁ କହିଲାଠୁ ସେ ଘରେ ବାଡ଼ିଆ ପିଟା ଭଙ୍ଗାତୁରା କଲେ ହେଲା। ସେ ଝିଅ ସାଙ୍ଗେ ତ ଯାଇକି ରହିନାହାନ୍ତି ଆଉ, ସେ ଝିଅ ତ ନେଇକି ତାକୁ ରହିଛି ଆଉ, ତାକୁ ଆମେ କଣ କରିବୁ କହୁନ ସାର୍। କାଲି ଆମର ଏଠିକା ପିଲା ସବୁ କହିଲେ ଯେ ନ୍ୟୁଜରେ ଏମିତି ଏମିତି ବାହାରିଛି, ତାପରେ ଆମେ ଯାଇ ଖବର ସବୁ ସରିଗଲା ସେ ଝିଅଟା ସକାଶେ। ଆଉ ସେ ଝିଅ ହିଁ ବର୍ବାଦ କରିଦେଲା ମୋ ସ୍ୱାମୀ। ସେ ଗାଡ଼ି ଚଲାନ୍ତି କଟକ ଭୁବନେଶ୍ୱରରେ, ଆଉ ସେ ଝିଅ ସାଙ୍ଗରେ ପଡ଼ିଲା ଦିନଠୁ ଆମକୁ କିଛି ପଚରା ଉଚରା ବି ନାହିଁ। ସେ ଭୁବନେଶ୍ୱର ବହୁତ ଦିନ ହେଲା ରହନ୍ତି, ସେ କଟକରେ ଗାଡ଼ି ଚଲାନ୍ତି, ଆଉ ଭୁବନେଶ୍ୱରରେ ଏମିତି ବହୁତ ଦିନ ହେଲା ରହିଲେ। ଆଉ ସେ ଝିଅ ସାଙ୍ଗେ ପଡ଼ିଲା ଦିନଠୁ ଆମ ସହ ପଚରା ଉଚରା କିଛି ସେମିତି ନାହିଁ। ଆମ ସାଙ୍ଗେ ବିଶେଷ କଣ୍ଟାକ୍ଟ ନାହିଁ, ଏମିତି ଘରକୁ ଆସନ୍ତି କେତେବେଳେ କିନ୍ତୁ ବୁଲିକି ତାଙ୍କର ଯାଆନ୍ତି। ନା ପଇସା ପତ୍ର ସେ ବିଷୟ ଇଏ ନାହିଁ। ସେମିତି ଆମେ ଶାଶୁ ଶ୍ୱଶୁର ଏଇଠି ଅଛନ୍ତି, ଆମ ତାଙ୍କ ସେ ଚଳୁଛୁ, ବାପ ଘର ନେଇକି ଚଳୁଛୁ, ଆଉ କଣ ସେ କଥା ମୁଁ ଜାଣିନି, ସେ କଥା ମତେ କହିନାହାନ୍ତି। ସେ କେମିତି ପରିଚୟ ଜାଣିଲା ପରେ ଆମେ ତାକୁ କହିଲାଠୁ ସେ ଘରେ ବାଡ଼ିଆ ପିଟା ଭଙ୍ଗାତୁରା କଲେ ହେଲା। ସେ ଝିଅ ସାଙ୍ଗେ ତ ଯାଇକି ରହିନାହାନ୍ତି ଆଉ, ସେ ଝିଅ ତ ନେଇକି ତାକୁ ରହିଛି ଆଉ, ତାକୁ ଆମେ କଣ କରିବୁ କହୁନ ସାର୍। ସେ ଝିଅ କୋଉଠି ଏଇଠିକାର ଝିଅ, ସେ ତାଙ୍କ ଘର ସେ ବାଲିକୁଦା ଆଡ଼େ। ସେ କଥା ଆମେ ଆଉ ଆଠୁ ଅଧିକା ଆମେ ତା ବିଷୟରେ ଜାଣିନୁ। କାଲି ଆମର ଏଠିକା ପିଲା ସବୁ କହିଲେ ଯେ ନ୍ୟୁଜରେ ଏମିତି ଏମିତି ବାହାରିଛି, ତାପରେ ଆମେ ଯାଇ ଖବର। ଘରକୁ ସେମିତି 15 ଦିନ ତାଙ୍କ ମନ ହେଲେ ଆସେ, ପୁଣି ପଳାଏ। ଆଉ ସେମିତି ଇଏ ଯିବା ଆସିବା ନାହିଁ ନା, ଭଲ ମନ୍ଦ ନାହିଁ ନା, ଫୋନ୍ ଫାନ୍ ନାହିଁ ନା, ବିଶେଷ ନାହିଁ। ଘରେ କେହି ନାହାନ୍ତି, ଆମେ ମା ଝିଅ ଏକା, ଆଉ କିଏ ଆମ ଶାଶୁ ଶ୍ୱଶୁର ଡେଥ୍ ହେଇଯାଇଛନ୍ତି। ହଁ ଆମ ଶାଶୁ ଶ୍ୱଶୁର ବହୁତ, ମୁଁ ଆସିନଥିଲି ସେ ଡେଥ୍ ହେଇଛନ୍ତି। ମୋ ବାହାଘର 10 ବର୍ଷ ହେଇଗଲା। ସେ ଭୁବନେଶ୍ୱର ବହୁତ ଦିନରେ ରହିଲେଣି ଆସିକି, ଏଠି ହେଇଯିବ ନିହାତି 5-6 ବର୍ଷ କି ଉପରେ ହେଇଯିବ, ଅଧିକା ହେଇଯିବ। ନା ନା ମୋ ବିଷୟରେ ମୁଁ ତ ଏ ବିଷୟରେ କିଛି ଜାଣିନି ସାର୍, ମୋ ବିଷୟରେ କେମିତି କଥା ହେବି। ଆମେ ଏ ଟିଭିରେ ଶୁଣାଶୁଣି ପାଉଛୁ ନା, ଆମେ କେମିତି ଜାଣିବୁ ଏ କଥା। ମର୍ଡର ବିଷୟରେ ଆମେ କିଛି ବି ଜାଣିନୁ। ଆମେ ତ ଘରେ ରହିଲୁ, ଆମ ମୂଳ ଦୁଃଖରେ ଆମ ଟେନସନ୍ ଆମେ ପାଗଳ। ଆମେ ଏମିତି ଏତେ କଥା କେମିତି ଜାଣିବୁ କହୁନାହାନ୍ତି। ଆମ ଘରେ ଯାଇକି ଥିଲେ ମୋ ଦାଦା ହେରିକା, ଆମର 10 ବର୍ଷ ହେଲା ବାହାଘର ହେଲା। ମୋ ଦାଦା ହେରିକା ଆମ ବନ୍ଧୁ ଅଛନ୍ତି ଏଠି, ସେ ତାଙ୍କ ସାଙ୍ଗେ ଯାଇକି ଥିଲେ, ଏମିତି ବୁଲିବାକୁ ଯାଇଥିଲେ ଆମ ଘରକୁ। ସେଇଠୁ ହେଲା ଆମର କଣ୍ଟାକ୍ଟ ହେଇକି ଭଲ ପାଇବା ହେଇକି ଆମେ ଆସିକି, ମୋ ବାପା ମାଙ୍କର ଗୋଟେ ଝିଅ ଆସିକି ଆମ ସହ ଲଭ୍ ମ୍ୟାରେଜ୍ କରିକି ରହିଛି। ବାହାଘର ହେଇକି ଏଠି ଆସିକି। ନା ନା ସେତେବେଳେ ସେମିତି କିଛି ନଥିଲା, ସେମିତି କିଛି ନଥିଲା। ଆମେ ସେମିତି ସେ ଭଲରେ ସେମିତି ଯେତେବେଳେ ଝିଅ ଆସିଲା ଦିନଠୁ ଏମିତି ଇଏ ହଉଛନ୍ତି, ସେ ଯାଇକି ସିଆଡ଼େ, ଆମକୁ ଏମିତି ପଚରା ଉଚରା ନାହିଁ ନା କିଛି ନାହିଁ। ସବୁ ଆଉ କଣ କହିବି ସାର୍, ସେ ଝିଅ ସକାଶେ ସବୁ ଅନର୍ଥ, ମୋ ସଂସାର ହିଁ ଗଲା ଭାସିଗଲା। କଣ ମୁଁ କହିବି, ତାଙ୍କ ସକାଶେ ସବୁ ସରିଗଲା ସେ ଝିଅଟା ସକାଶେ। ଆଉ ସେ ଝିଅ ହିଁ ବର୍ବାଦ କରିଦେଲା ମୋ ସ୍ୱାମୀ। ଆଗରୁ ବହୁତ ଭଲ ଥିଲା, ସେ କାମ ଧନ୍ଦା କରେ, ତା ଝିଅକୁ ପଚାରେ, ପାଠ ସାଠ ଭଲ ମନ୍ଦ ସବୁ ଥିଲା। ପଚରା ବିଚରା ଆମକୁ ଭଲ ମନ୍ଦ କରେ। ସେ ଝିଅ ଆଇଲା ଦିନଠୁ ଏତେ ଇଏ